ବହିଟିର ନାମ ଉପନାୟିକା। ଏହାକୁ ଲେଖିଛନ୍ତି ପ୍ରତିଭା ରାୟ। ଏହି ବହିଟିର ପ୍ରକାଶକ ହେଉଛନ୍ତି ଆଦ୍ୟ ପ୍ରକାଶନୀ। ଏହି ଉପନାୟିକା ଉପନ୍ୟାସଟି ସମୁଦାୟ 147 ପୃଷ୍ଠା ଅଟେ। ଏହି ଉପନ୍ୟାସର ବିଷୟବସ୍ତୁ ସମ୍ବନ୍ଧରେ ଜାଣିବା ପୂର୍ବରୁ ଚାଲନ୍ତୁ ପ୍ରଥମେ ଲେଖିକା ପ୍ରତିଭା ରାୟଙ୍କ ବିଷୟରେ କିଛି ଜାଣିବା। ସେ ଗାଳ୍ପିକା, ଔପନ୍ୟାସିକା, ଶିକ୍ଷାଶାସ୍ତ୍ରରେ ପ୍ରାଧ୍ୟାପିକା, ଓଡ଼ିଶା ଲୋକସେବା ଆୟୋଗର ପ୍ରାକ୍ତନ ସଦସ୍ୟା, ଶିକ୍ଷା ମନୋବିଜ୍ଞାନରେ PhD ଓ ଓଡ଼ିଶାର ଆଦିମତମ ପଣ୍ଡା ଜନଜାତିର ଅପରାଧ ପ୍ରବଣତା ଉପରେ ଉଚ୍ଚତର ଗବେଷଣା କରିଥିଲେ। 5 ଗୋଟି ଆଦିମତମ ଜନଜାତିର ଲୋକକଥା ଉପରେ ଗବେଷଣା ପାଇଁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଉଚ୍ଚତର ଫେଲୋସିପ୍, ଦୀର୍ଘ 40 ବର୍ଷର ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଏହି ଯଶସ୍ୱିନୀ ଲେଖିକା ଅନେକ ସମ୍ମାନରେ ଅଧିକାରିଣୀ ହେବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀୟ ଜ୍ଞାନପୀଠ ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାର ଏବଂ ଭାରତୀୟ ସାହିତ୍ୟରେ ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ଲାଭ କରିଛନ୍ତି। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ଭୂଷିତା ହୋଇଛନ୍ତି। 20ଟି ଉପନ୍ୟାସ, 25ଟି ଗଳ୍ପ ସଂକଳନ, 10 ଗୋଟି ଭ୍ରମଣ ବୃତ୍ତାନ୍ତ ସହିତ ଗବେଷଣାତ୍ମକ ନିବଦ୍ଧ ଶିଶୁ ସାହିତ୍ୟ, କବିତା, ଗୀତିକବିତା, ଲଳିତ ନିବଦ୍ଧ ପୁସ୍ତକ ପ୍ରକାଶିତ ଓ ଆଦୃତ। ଏହା ଥିଲା ଲେଖିକାଙ୍କ ବିଷୟରେ କିଛି ଆଲୋଚନା। ଚାଲନ୍ତୁ ଏବେ ବହିଟି ବିଷୟରେ କିଛି ଆଲୋଚନା କରିବା। ଜୀବନ। ଜୀବନ ଏକ ଜଟିଳ ପ୍ରଶ୍ନ, ଯାହାର କୌଣସି ନିର୍ଭୁଲ ଉତ୍ତର ହିଁ ନାହିଁ। ଜୀବନର ଆରମ୍ଭ କେଉଁଠୁ, ତାର ଅବଶେଷ ବା କ'ଣ କିଏ ଜାଣେ? ସେ କଥା। ପ୍ରତ୍ୟେକ ମଣିଷର ଜୀବନ ଦର୍ଶନ ସ୍ୱତନ୍ତ୍ର। ବେଳେବେଳେ ମଣିଷର ଜୀବନ ଦର୍ଶନ ଅବସ୍ଥା ଚକ୍ରରେ ବଦଳି ବି ଯାଏ। ଦ୍ରାକ୍ଷାର ଆଜି ସେହି ଅବସ୍ଥା। ଦିନେ ଯେଉଁ ଜୀବନଟା ମନେ ହେଉଥିଲା ଅଜସ୍ର ପୂର୍ଣ୍ଣତାରେ ଭରପୁର, ଆଜି ତାହା ଏକ ବିରାଟ ଶୂନ୍ୟତା ଓ ନିର୍ମମ ହାହାକାରରେ ପରିଣତ ହୋଇଛି। ଜୀବନକୁ ନେଇ ଏତେ ସବୁ ଗଭୀର ଚିନ୍ତନ ନିତାନ୍ତ ବୋକାମି। ଖେଳୱାଡ଼ ମନ ନେଇ ଜୀବନଟାକୁ ଖୁବ୍ ଲଘୁ ଭାବେ ଗ୍ରହଣ କରିନେଇଥିଲେ ନିଶ୍ଚିନ୍ତ ଭାବେ ସେ ସୁଖୀ ହୋଇଥାନ୍ତା, କିନ୍ତୁ ତାହା ସେ କରିପାରିଲା ନାହିଁ। ଚତୁର ଲୋକମାନେ ଜୀବନରେ ଅସୁଖୀ କାରଣ ସେମାନେ ଅନେକ ସୂକ୍ଷ୍ମ ଚିନ୍ତା କରିଥାନ୍ତି। ଏହା ବୈଜ୍ଞାନିକର ମତ। ସେ ତେବେ ଖୁବ୍ ଚତୁରା ବା ମନେ ମନେ ହସିଲା ଦ୍ରାକ୍ଷା। ତା ଚତୁରତାର ସୀମା ନାହିଁ। ସେଥିପାଇଁ କମଳେଶ, ସୁଖେନ୍ଦୁ ଓ ତାକୁ ନେଇ ଯେଉଁ ଜଟିଳ ସମସ୍ୟାର ବୁଢ଼ିଆଣି ଜାଲ ସମସ୍ତଙ୍କର ସହଜ ସାବଲୀଳ ଜୀବନକୁ ଈର୍ଷା, ସନ୍ଦେହ, ଅସହିଷ୍ଣୁତା, ପ୍ରତିଶୋଧ ପରାୟଣତାରେ ଛନ୍ଦି ମନ୍ଥି ଅସ୍ଥିର କରି ଦେଉଥିଲା, ତାର ଏଡ଼େ ସହଜ ସମାଧାନ ସେ କରିପାରିଥିଲା। କମଳେଶ ଆଉ ସୁଖେନ୍ଦୁ ଏବେ କ'ଣ କରୁଥିବେ? ତାକୁ ଝୁରି ହେଉଥିବେ, ତାର ସ୍ପର୍ଶ କାମନାରେ ଅଧୀର ହେଉଥିବେ, ନା ତା ଚରିତ୍ର ସଂହାର କରି ଉଚ୍ଚାରଟନା କରୁଥିବେ। କମଳେଶ ଆଉ ସୁଖେନ୍ଦୁ, କିଏ ତାର ପତି, କିଏ ତାର ପତିଙ୍କର ବନ୍ଧୁ, କେଉଁଠୁ ସେ ଆରମ୍ଭ କରିବ? ଏହା ଥିଲା ଏହି ଉପନ୍ୟାସଟିର କିଛି କାଂଶ। ଯଦି ଏହି ବହିଟିକି ଅର୍ଡ଼ର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisasub.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।